ଚମ୍ପିଅନ୍ ଆଣ୍ଡ ସେଥ୍ କ୍ଲାସିଫିକେସନ୍ ଅଫ୍ ଫରେଷ୍ଟ ଟାଇପ୍ସ 1968ର ଏକ ରିପୋର୍ଟ ସେଥିରେ ଅଛି ଯେ ଓଡ଼ିଶାରେ 4ଟା ମୁଖ୍ୟ ଫରେଷ୍ଟ ଟାଇପ୍ ଗ୍ରୁପ୍ସ ଆଉ 19ଟି ଫରେଷ୍ଟ ଟାଇପ୍ସ ଅଛି। ଏହି 19 ପ୍ରକାରର ଅର୍ଥ କ'ଣ? ନିଶ୍ଚିତ ଭାବରେ ଦେଖନ୍ତୁ, ଏହି ଯୋଉ 19 ପ୍ରକାର କୁହାଯାଉଛି, ଏହା କେବଳ ଏକ ସଂଖ୍ୟା ନୁହେଁ, ଏହା ଓଡ଼ିଶାର ଭୌଗୋଳିକ ବିବିଧତାର ପ୍ରତିଫଳନ। ଏହାକୁ ଏମିତି ବୁଝନ୍ତୁ, ଗୋଟେ ପଟେ ଶିମିଳିପାଳର ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ ଅଛି, ଯୋଉଠି ପ୍ରଚୁର ବର୍ଷା ହୁଏ, ଆଉ ଅନ୍ୟପଟେ ଆପଣ ଯଦି ପଶ୍ଚିମ ଓଡ଼ିଶା ଆଡ଼କୁ ଯିବେ, ମାନେ ବଲାଙ୍ଗୀର କି କଳାହାଣ୍ଡି, ସେଠି ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ ଦେଖିବେ। ଆଚ୍ଛା, ଯୋଉଠି ଗଛପତ୍ର ଝଡ଼େଇ ଦିଏ। ଏପରିକି ଆମ ଭିତରକନିକାର ଲୁଣା ହେନ୍ତାଳ ବଣ ମଧ୍ୟ ଏହି 19 ଭିତର ଗୋଟେ। ଆମ ରାଜ୍ୟରେ ଗୋଟିଏ ନ୍ୟାସନାଲ ପାର୍କ ଆଉ 19ଟି ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରିଜ୍ ଅଛି। ଜଙ୍ଗଲର ପ୍ରକାର ବି 19, ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରିଜ୍ ବି 19। ଏହା କ'ଣ କେବଳ ଏକ ସଂଯୋଗ? ଏହି ଯୋଉ 19ଟି ୱାଇଲ୍ଡ ଲାଇଫ୍ ସାଙ୍କ୍ଚୁରିଜ୍ କଥା ଶୁଣିଲେ ଲାଗୁଛି ସଂଖ୍ୟାଟା ବେଶ୍ ଅଧିକା। ଏଗୁଡ଼ିକ ମିଶି ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରର ମାତ୍ର 5.36%, ମାନେ 5.36%। ଏଇଟା କ'ଣ ଯଥେଷ୍ଟ? ସଂଖ୍ୟାରେ 19ଟି ବଡ଼ ଲାଗୁଛି, କିନ୍ତୁ ଆୟତନ ଦୃଷ୍ଟିରୁ ଏହା ରାଜ୍ୟର ଏକ ଛୋଟ ଅଂଶ। ତେବେ ଏହି ଅଞ୍ଚଳଗୁଡ଼ିକ ହେଉଛନ୍ତି ଜୈବ ବୈବିଧ୍ୟତାର ହଟ୍ସ୍ପଟ୍। ହଟ୍ସ୍ପଟ୍? ହଁ, ଏଗୁଡ଼ିକ ହେଉଛି ସେହି ସ୍ୱତନ୍ତ୍ର ସ୍ଥାନ ଯେଉଁଠି ବିରଳ ବନ୍ୟପ୍ରାଣୀ ଓ ଉଦ୍ଭିଦ କେନ୍ଦ୍ରୀଭୂତ ହୋଇ ରହିଛନ୍ତି, ଯେମିତି ଚିଲିକା, ନଳବଣ, ବିଦେଶାଗତ ପକ୍ଷୀଙ୍କ ପାଇଁ କିମ୍ବା ଗହିରମଥା ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ। ତେଣୁ ଏହି ସ୍ଥାନଗୁଡ଼ିକ ଛୋଟ ହେଲେ ବି ଅତ୍ୟନ୍ତ ମୂଲ୍ୟବାନ। ଠିକ୍ ଅଛି। ଓଡ଼ିଶାରେ କେତେ ଜଙ୍ଗଲ ଅଛି? ଏହାର ଉତ୍ତରଟା ଏତେ ସିଧାସଳଖ ନୁହେଁ। ସରକାରୀ ଖାତାପତ୍ର ଗୋଟେ କଥା କହୁଛି, ଆଉ ଆକାଶରୁ ସ୍ୟାଟେଲାଇଟ୍ ଆଉ ଗୋଟେ ଚିତ୍ର ଦେଖାଉଛି। ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରଫଳ ହେଉଛି 1,55,707 ସ୍କୋୟାର କିଲୋମିଟର। ହଁ, ଏଇଟା ହେଲା ଆମର ବେସ୍ ଲାଇନ୍। ଆଉ ଏହା ଉପରେ ଆମେ ଦୁଇଟି ଅଲଗା ଅଲଗା ମାପକୁ ଦେଖିବା। ପ୍ରଥମଟି ହେଲା ରେକର୍ଡେଡ୍ ଫରେଷ୍ଟ ଏରିଆ ବା RFA, ଆଉ ଦ୍ୱିତୀୟଟି ହେଲା ଫରେଷ୍ଟ କଭର ଏରିଆ। ହଁ, ଏଇଠି ତ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। RFA ହେଉଛି 61,204 ସ୍କୋୟାର କିଲୋମିଟର, କିନ୍ତୁ ଫରେଷ୍ଟ କଭର ଏରିଆ ହେଉଛି 52,433.56 ସ୍କୋୟାର କିଲୋମିଟର। ଏ ଦୁଇଟା ଭିତରେ ପ୍ରାୟ 9,000 ବର୍ଗ କିଲୋମିଟରର ଫରକ। ଏମିତି କେମିତି? ଆଚ୍ଛା, ଏହାକୁ ସରଳ ଭାବରେ ବୁଝିବା। ରେକର୍ଡେଡ୍ ଫରେଷ୍ଟ ଏରିଆ ବା RFAକୁ ଏମିତି ଭାବନ୍ତୁ, ଏହା ହେଉଛି ସେହି ଜମି ଯାହା ଉପରେ ସରକାର ଜଙ୍ଗଲ ବୋଲି ଷ୍ଟାମ୍ପ ଲଗେଇଛନ୍ତି। ଏହା ଏକ ଆଇନଗତ ବର୍ଗୀକରଣ। ମାନେ ସରକାରୀ ଖାତାରେ ଯାହା ଲେଖା ଅଛି। ଏକ୍ଜାକ୍ଟଲି। ସରକାରୀ ରେକର୍ଡରେ ଏହା ଜଙ୍ଗଲ ଜମି। ଏବେ ସେଠି ଘଞ୍ଚ ଗଛ ଥାଉ କି ନଥାଉ, କାଗଜପତ୍ରରେ ତାହା ଏବେ ବି ଜଙ୍ଗଲ। ଓକେ, ତେବେ ଏହା ହେଲା କାଗଜପତ୍ରର ହିସାବ। ଆଉ ଫରେଷ୍ଟ କଭର ଏରିଆ କ'ଣ? ଫରେଷ୍ଟ କଭର ଏରିଆ ହେଉଛି ବାସ୍ତବତାର ଚିତ୍ର, ମାନେ ଆକାଶରୁ ଯାହା ଦିଶୁଛି। ଏହାକୁ ସ୍ୟାଟେଲାଇଟ୍ ମାଧ୍ୟମରେ ମପାଯାଏ। ସ୍ୟାଟେଲାଇଟ୍ ଦେଖେ ଯେ କେଉଁଠି ପ୍ରକୃତରେ ଗଛ ଅଛି ଆଉ ତାର ଘନତା ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡରୁ ଅଧିକ। ଆଚ୍ଛା, ଏଇଟା ହେଲା ସାଇଣ୍ଟିଫିକ୍ ମେଜରମେଣ୍ଟ। ହଁ, ବୈଜ୍ଞାନିକ ମାପ। ସେଥିପାଇଁ RFA ମାନେ କାଗଜପତ୍ରର ଜଙ୍ଗଲ ଆଉ ଫରେଷ୍ଟ କଭର ମାନେ ବାସ୍ତବ ଜଙ୍ଗଲ, ଏ ଦୁଇଟା ଭିତରେ ଫରକ ରହୁଛି। ଏବେ ବୁଝିଲି, କିନ୍ତୁ କଥାଟା ଏଇଠି ଆହୁରି ଜଟିଳ ହେଉଛି। ଫରେଷ୍ଟ କଭର ୱିଦିନ୍ RFA ହେଉଛି 33,040.47 ସ୍କୋୟାର କିଲୋମିଟର୍ସ, ଆଉ ଫରେଷ୍ଟ କଭର ଆଉଟସାଇଡ୍ RFA ହେଉଛି 19,393.09 ସ୍କୋୟାର କିଲୋମିଟର୍ସ। ଏହାର ମାନେ କ'ଣ? ନାଇଁ, ଏହାକୁ ଭାଙ୍ଗିଦେଲେ କଥାଟା ବହୁତ ସହଜ ହେଇଯିବ। ଆଉ ଏଇଟା ହିଁ ଓଡ଼ିଶାର ଜଙ୍ଗଲର ସବୁଠୁ ଆକର୍ଷଣୀୟ କାହାଣୀ। ପ୍ରଥମ ସଂଖ୍ୟାକୁ ଦେଖନ୍ତୁ, ଫରେଷ୍ଟ କଭର ୱିଦିନ୍ RFA। ସରକାର ଯେଉଁ 61,000 ବର୍ଗ କିଲୋମିଟରକୁ ଜଙ୍ଗଲ ବୋଲି ଘୋଷଣା କରିଛନ୍ତି, ତା ଭିତରୁ ମାତ୍ର 33,000 ବର୍ଗ କିଲୋମିଟରରେ ହିଁ ପ୍ରକୃତରେ ଜଙ୍ଗଲ ଅଛି। ତାହେଲେ ବାକି ପ୍ରାୟ 28,000 ବର୍ଗ କିଲୋମିଟର RFAର କ'ଣ ହେଲା? ସେ ଗଛ ସବୁ ଗଲା କୁଆଡ଼େ? ଏହା ଏକ ସମ୍ଭାବନା ଯେ ସେଠାରେ ଜଙ୍ଗଲ କ୍ଷୟ ହୋଇଛି କିମ୍ବା ବନୀକରଣର ଆବଶ୍ୟକତା ଅଛି। ଏହା ପ୍ରଶାସନିକ ଓ ବାସ୍ତବିକ ସ୍ଥିତି ମଧ୍ୟରେ ଥିବା ପାର୍ଥକ୍ୟ। କିନ୍ତୁ ଏବେ ଦ୍ୱିତୀୟ ସଂଖ୍ୟାଟିକୁ ଦେଖନ୍ତୁ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଫରେଷ୍ଟ କଭର ଆଉଟସାଇଡ୍ RFA, ଯାହାକି ପ୍ରାୟ 19,000 ବର୍ଗ କିଲୋମିଟରରୁ ଅଧିକ। ହଁ, ଅର୍ଥାତ୍ ସରକାରୀ ରେକର୍ଡରେ ନଥିବା ଜାଗାରେ ଏତେ ବଡ଼ ଜଙ୍ଗଲ ଅଛି। ଏହା କେମିତି ସମ୍ଭବ? ଏଇଠି ହିଁ ତ ଲୋକଙ୍କର ଭୂମିକା ଆସୁଛି। ଏହି 19,000 ବର୍ଗ କିଲୋମିଟରର ଜଙ୍ଗଲ ହେଉଛି ଗ୍ରାମ୍ୟ ଜଙ୍ଗଲ। ଲୋକମାନେ ନିଜେ ସୁରକ୍ଷା ଦେଉଥିବା ଜଙ୍ଗଲ। ଓହୋ! ମୁଁ ନୟାଗଡ଼ର ଗୋଟେ ଗାଁକୁ ଯାଇଥିଲି। ସେମାନଙ୍କ ଗାଁ ପାଖ ପାହାଡ଼ଟି ସରକାରୀ ଖାତର ଜଙ୍ଗଲ ନୁହେଁ। ଆଚ୍ଛା। କିନ୍ତୁ ଗାଁ ଲୋକେ ମିଶି ତାକୁ ଏମିତି ସୁରକ୍ଷା ଦେଇଛନ୍ତି ଯେ ଆଜି ତାହା ଏକ ଘଞ୍ଚ ଜଙ୍ଗଲ। ସେଇଟା ହିଁ ହେଉଛି ଏହି ଫରେଷ୍ଟ କଭର ଆଉଟସାଇଡ୍ RFAର ଜୀବନ୍ତ ଉଦାହରଣ।
ତେବେ ଜଙ୍ଗଲ କଥା ଆଲୋଚନା କଲାବେଳେ ଆଉ ଏକ ଶବ୍ଦ ଆସୁଛି ଟ୍ରି କଭର। ଏହାର ପରିମାଣ 6163.54 ସ୍କ୍ୱାର କିଲୋମିଟର୍ସ। ଏହା ପୁଣି କେମିତି ଅଲଗା? ଫରେଷ୍ଟ କଭର ହେଲା 1 ହେକ୍ଟରରୁ ବଡ଼ ସବୁଜ ଅଞ୍ଚଳ। ହୁଁ କିନ୍ତୁ ଏହା ବାଦ୍ ଯୋଉ ଛୋଟ ଛୋଟ ସବୁଜିମା ରଜିଗଲା, ଯେମିତି ରାସ୍ତା କଡ଼ରେ ଥିବା ଗଛ, ଚାଷ ଜମିରେ ଥିବା ଗଛ, କିମ୍ବା ଆମ ଘର ବାଡ଼ିରେ ଥିବା ଆମ୍ବ ପଣସ ଗଛ। ବିଲକୁଲ ସେଇ ସବୁ ବିକ୍ଷୁପ୍ତ ଗଛ ବା ଛୋଟ ଗଛ ସମୂହକୁ ଟ୍ରି କଭର କୁହାଯାଏ। ବାଃ, ଏବେ ପୁରା ଚିତ୍ର ସ୍ପଷ୍ଟ। ଆର୍ଏଫଏ ହେଲା ସରକାରୀ ଖାତା, ଫରେଷ୍ଟ କଭର ହେଲା ବଡ଼ ଜଙ୍ଗଲର ବାସ୍ତବ ଚିତ୍ର, ଆଉ ଟ୍ରି କଭର ହେଲା ତା ବାହାରେ ଥିବା ଛୋଟ ଛୋଟ ସବୁଜିମା। କିନ୍ତୁ ଏତେ ସଂଖ୍ୟା ମନେ ରଖିବା କଷ୍ଟ। ଏହାକୁ ପରସେଣ୍ଟେଜ ହିସାବରେ ଦେଖିଲେ କେମିତି ହବ? ଠିକ୍ କଥା। ପ୍ରତିଶତରେ ବୁଝିଲେ ତୁଳନା କରିବା ସହଜ ହୁଏ। ରେକର୍ଡେଡ ଫରେଷ୍ଟ ଏରିଆ ମାନେ ସରକାରୀ ଖାତାରେ ଥିବା ଜଙ୍ଗଲ ହେଉଛି ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର 39.31%। 39.31%? ମାନେ କାଗଜପତ୍ରରେ ପ୍ରାୟ 40% ଅଞ୍ଚଳ ଜଙ୍ଗଲ। ହଁ, କିନ୍ତୁ ପ୍ରକୃତ ଫରେଷ୍ଟ କଭରର ପ୍ରତିଶତ କେତେ? ଆଉ ସେଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା। ଓଡ଼ିଶାର ପ୍ରକୃତ ଫରେଷ୍ଟ କଭର ଏରିଆ ହେଉଛି 33.67%। 33.67%। ହଁ, ଏହି ସଂଖ୍ୟାଟିକୁ ବିଶେଷ ଭାବରେ ମନେ ରଖିବା ଦରକାର। କାରଣ ନ୍ୟାସନାଲ ଫରେଷ୍ଟ ପଲିସି 1988 ଅନୁଯାୟୀ ଦେଶର 33% ଅଞ୍ଚଳରେ ଜଙ୍ଗଲ ରହିବା ଉଚିତ। ଓଡ଼ିଶା କେବଳ ସେହି ଲକ୍ଷ୍ୟକୁ ପୂରଣ କରିନି, ବରଂ ତାଠାରୁ ଟିକେ ଅଧିକ ରହିଛି। ଏହା ତ ବାସ୍ତବରେ ଏକ ବଡ଼ ଉପଲବ୍ଧି ନା, ବିଶେଷ କରି ଓଡ଼ିଶା ଭଳି ଖଣିଜ ସମ୍ପଦ ଭରା ରାଜ୍ୟ ପାଇଁ। ସମ୍ପୂର୍ଣ୍ଣ ସଠିକ୍। ଆଉ ଯଦି ଆମେ ସେହି ଟ୍ରି କଭରକୁ ମିଶାଇ ଦେବା, ତେବେ ମୋଟ ପ୍ରତିଶତ କେତେ ହେବ? ଠିକ୍, ଟ୍ରି କଭର ହେଉଛି 3.95%। ତେବେ ଯେତେବେଳେ ଆମେ ଫରେଷ୍ଟ କଭର ମାନେ 33.67% ଆଉ ଟ୍ରି କଭର 3.95% କୁ ମିଶାଇ ଦେଉଛେ, ତେବେ ଏହା ହେଉଛି 37.63%। 37.63%। ଏକ୍ଜାକ୍ଟଲି। ଏହା ହେଲା ଓଡ଼ିଶାର ଟୋଟାଲ ଫରେଷ୍ଟ ଆଣ୍ଡ ଟ୍ରି କଭର। ଯଦି କେହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ 33.67% ଆଉ 37.63% ଏହି ଦୁଇଟି ପ୍ରତିଶତ ମନେ ରଖିବା ଉଚିତ। ଆମେ ଜାଣିଲେ ଯେ ଆର୍ଏଫଏ ହେଉଛି ଆଇନଗତ ଆଉ ଫରେଷ୍ଟ କଭର ହେଉଛି ବାସ୍ତବ ସ୍ଥିତି। ଏବଂ ସବୁଠାରୁ ବଡ଼ କଥା ହେଲା, ଓଡ଼ିଶା ନିଜର ଭୌଗୋଳିକ କ୍ଷେତ୍ରର 1/3 ଅଧିକ ଅଞ୍ଚଳରେ ଜଙ୍ଗଲ ଆବରଣ ବଜାୟ ରଖିଛି, ଯାହା ଏକ ବଡ଼ ପରିବେଶଗତ ସଫଳତା।